ଯଦି ଆପଣଙ୍କ ପାଖରେ ଗାଡ଼ି ଅଛି, ବାଇକ୍ ଥାଉ କିମ୍ବା ସ୍କୁଟି ଥାଉ, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ନ୍ୟୁଜ୍ ଚ୍ୟାନେଲ୍ ମାନଙ୍କରେ ଦେଖିଛନ୍ତି ନୂଆବର୍ଷ ପାଖରୁ ଯେ ଆପଣମାନଙ୍କର ଗାଡ଼ି ଚେକିଂ କେଉଁ ଭଳିଆ ହେବ। ଯଦି ଆପଣଙ୍କର ଗାଡ଼ି ଚେକିଂ ସମୟରେ କୌଣସି ତ୍ରୁଟି ପରିଲକ୍ଷିତ ହେଉଛି, ଆପଣମାନଙ୍କୁ 10,000 ଟଙ୍କା ଫାଇନ୍ ସହିତ ଜେଲ୍ ଦଣ୍ଡ ହେବ ଏବଂ ଆପଣମାନଙ୍କୁ ପେଟ୍ରୋଲ ହିଁ ମିଳିବ ନାହିଁ। ଯେତେବେଳେ ଆପଣ ରାସ୍ତାରେ ଗାଡ଼ି ଚଲାଇବେ, ଏହିସବୁ ଡକୁମେଣ୍ଟସ୍ ଆପଣଙ୍କ ପାଖରେ ନିହାତି ରହିବା ଜରୁରୀ। ଯଦି ଆପଣମାନେ ଏହି ଡକୁମେଣ୍ଟସ୍ ବିନା ରାସ୍ତାରେ ଗାଡ଼ି ଚଲାଉଛନ୍ତି, ତାହେଲେ ଆପଣମାନେ ଅନେକ ସାରା ସମସ୍ୟାର ମଧ୍ୟ ସମ୍ମୁଖୀନ ହେବେ। କହିବାକୁ ଗଲେ ଯେଉଁ ଜାଗାରେ ଆପଣମାନେ ପହଞ୍ଚିବା ଦରକାର, ସେ ଜାଗାରେ ଆପଣ ପହଞ୍ଚି ପାରିବେନି। ଯେଉଁ ଦରକାରୀ କାମ ଗୁଡ଼ିକ ରହିଛି, ସେସବୁ କାମ ଗୁଡ଼ିକ ବର୍ବାଦ ହୋଇଯିବ। ନୂଆବର୍ଷ ପୂର୍ବରୁ ଆପଣମାନେ ସତର୍କ ସଚେତନ ହେବା ଦରକାର। ଯେଉଁ ସବୁ ଡକୁମେଣ୍ଟସ୍ ଗୁଡ଼ିକକୁ ନେଇ ଆପଣ ଗାଡ଼ି ଚଲାଇବା ଉଚିତ, ସେଥିରୁ ଯଦି କିଛି କମି ରହିଛି, ସେ କମି ଗୁଡ଼ିକୁ ଆପଣମାନେ ପୂରଣ କରିବା ନିହାତି ଦରକାର। ତ କେଉଁ ସବୁ ଡକୁମେଣ୍ଟସ୍ ନେଇ ଆପଣମାନେ ଗାଡ଼ି ଚଲାଇବା ଦରକାର, ଏହାର ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, କାରଣ ଏହିଭଳି ନୂଆ ନୂଆ ଭିଡ଼ିଓ ଆପଣ ଆଗ ଦେଖିବାକୁ ପାଇବେ। 1 ନମ୍ବରରେ ଦେଖନ୍ତୁ, ଯଦି ଆପଣଙ୍କ ଗାଡ଼ିରେ RC ଅର୍ଥାତ୍ ପଞ୍ଜୀକୃତ ସାର୍ଟିଫିକେଟ୍ ନାହିଁ, ଆପଣମାନେ ଗାଡ଼ି ଚଲାଉଛନ୍ତି, କାର୍ କିମ୍ବା ବାଇକ୍, ସ୍କୁଟର କିମ୍ବା ଅନ୍ୟ କୌଣସି ଯାନ ଚଲାଉଥିବେ ଏବଂ ଆପଣଙ୍କ ପାଖରେ ପଞ୍ଜୀକରଣ ପ୍ରମାଣପତ୍ର ଅର୍ଥାତ୍ RC ନାହିଁ, ତେବେ ଏହା ମଧ୍ୟ ଟ୍ରାଫିକ୍ ନିୟମର ଉଲ୍ଲଂଘନ ଏବଂ ବଦଳରେ ଆପଣଙ୍କୁ 5,000ରୁ 10,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଦେଖନ୍ତୁ, RCରେ ଆପଣମାନଙ୍କର ଗାଡ଼ି ମାଲିକଙ୍କ ନାମ, ଇଞ୍ଜିନ୍ ନମ୍ବର, ମଡ଼େଲ ନମ୍ବର, ଗାଡ଼ିର କଲର୍, ଇଏ ସବୁ ତଥ୍ୟ ପଞ୍ଜୀକୃତ ସାର୍ଟିଫିକେଟ୍ରେ ହିଁ ରହିଥିବ। ଯଦି ଏହି ପଞ୍ଜୀକୃତ ସାର୍ଟିଫିକେଟ୍ ବିନା ଆପଣ ଗାଡ଼ି ଚଲାଉଛନ୍ତି, ପ୍ରଥମ ଥର ଚେକିଂରେ ଯଦି ଆପଣ ଧରା ପଡ଼ୁଛନ୍ତି, ତାହେଲେ ଆପଣମାନଙ୍କୁ 5,000 ଟଙ୍କା ଜରିମାନା ଦେବା ପାଇଁ ପଡ଼ିବ। ଦ୍ୱିତୀୟ ଥର ଚେକିଂରେ ଯଦି ଆପଣ ଧରା ପଡ଼ୁଛନ୍ତି, ତାହେଲେ ଆପଣ 10,000 ଟଙ୍କା ଜରିମାନା ଦେବେ। ପୂର୍ବରୁ ଟ୍ରାଫିକ୍ ପୋଲିସ ମାନେ ରାସ୍ତାରେ ରହି ଚେକିଂ କରୁଥିଲେ। ଆପଣମାନେ ଜାଣିପାରୁଥିଲେ ଯେ ଲୁଚି ଛପି ଯିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଏବେ ଟ୍ରାଫିକ୍ ପୋଲିସ ମାନେ ସିଭିଲ୍ ଡ୍ରେସ୍ରେ ରହିବେ, ଆପଣ ଜାଣିପାରିବେନି। ଆପଣଙ୍କର ଗାଡ଼ିର ଫଟୋ ଉଠି ଯାଇଥିବ, ଫାଇନ୍ ମଧ୍ୟ କଟିଯାଇଥିବ। ଦେଖନ୍ତୁ, ଟ୍ରାଫିକ୍ ଚେକିଂରେ ନୂଆବର୍ଷ ପାଖରୁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯିବ। ଦେଖନ୍ତୁ, ଫ୍ଲିପକାର୍ଟରେ ବଢ଼ିଆ ବଢ଼ିଆ ହେଲମେଟ୍ସ ଗୁଡ଼ିକ ରହିଛି ଏବଂ ଗ୍ଲୋଭ୍ସ ରହିଛି, ଗାଡ଼ି କଭର୍ ରହିଛି। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ପ୍ରଡ଼କ୍ଟ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି। ଆପଣ ସେ ପ୍ରଡ଼କ୍ଟ ଗୁଡ଼ିକକୁ ଚେକ୍ କରନ୍ତୁ। ଆପଣଙ୍କ ମନପସନ୍ଦର ହେଲମେଟ୍, ଗ୍ଲୋଭ୍ସ, ଗାଡ଼ି କଭର୍ ଅର୍ଡ଼ର କରନ୍ତୁ। 2 ନମ୍ବରରେ ଦେଖନ୍ତୁ, ଯଦି ଆପଣଙ୍କ ପାଖରେ DL ନାହିଁ ଅର୍ଥାତ୍ ଡ୍ରାଇଭିଂ ଲାଇସେନ୍ସ ନାହିଁ, ଆପଣମାନେ ଗାଡ଼ି ଚଲାଉଛନ୍ତି ଏବଂ ଆପଣ ଧରା ପଡ଼ନ୍ତି, ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବାରୁ ଆପଣଙ୍କୁ ଟ୍ରାଫିକ୍ ଚାଲାଣ ଆକାରରେ 5,000 ଟଙ୍କା ଜରିମାନା କରାଯିବ। ଜେଲ୍ ଦଣ୍ଡ ଆପଣମାନେ 6 ମାସ ଭୋଗିପାରନ୍ତି। ଯଦି ଆପଣ ଗାଡ଼ି ଚଲାଇବେ, ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନିହାତି ରହିଥିବା ଦରକାର। ଯଦି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ରହୁନାହିଁ, ଆପଣ ଗାଡ଼ି ଚଲାଉଛନ୍ତି, ଧରା ପଡ଼ିଲେ ଆପଣ ଆଉ ନିସ୍ତାର ପାଇବେନି। ଆପଣ 5,000 ଟଙ୍କା ଜରିମାନା ଦେବେ, ତାପରେ 6 ମାସ ଆପଣ ଜେଲ୍ ଦଣ୍ଡ ଭୋଗିବେ, ଯାହା ସରକାରଙ୍କ ତରଫରୁ କଡ଼ାକଡ଼ି ଭାବେ ନିୟମ କରାଯାଇଛି। ଆପଣମାନେ ଭଲ ଭାବରେ ବୁଝନ୍ତୁ। ଏବେ ତ ଆପଣ ଜାଣିଥିବେ ପ୍ରତ୍ୟେକ ଟ୍ରାଫିକ୍ରେ CCTV ଲାଗିଛି। ସେହି CCTV ଜରିଆରେ ମଧ୍ୟ ଆପଣଙ୍କ ଗାଡ଼ିକୁ ପଏଣ୍ଟ ଆଉଟ୍ କରାଯାଉଛି। ଏହା ସହିତ ଆପଣଙ୍କ ଗାଡ଼ି ଆଉ କାହାକୁ ଆପଣ ଚଲାଇବା ପାଇଁ ଦେଉଛନ୍ତି। ଯଦି ସେହି ବ୍ୟକ୍ତିଙ୍କ ପାଖରେ DL ନାହିଁ ଅର୍ଥାତ୍ ଡ୍ରାଇଭିଂ ଲାଇସେନ୍ସ ନାହିଁ, ସେହି ବ୍ୟକ୍ତି ଜଣକ ଚେକିଂ ସମୟରେ ଧରା ପଡ଼ନ୍ତି, ତାହେଲେ ଆପଣମାନେ 5,000 ଟଙ୍କା ଜରିମାନା ଦେବେ। ଯଦି ଆପଣଙ୍କ ଗାଡ଼ିକୁ ଚଲାଇବା ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦେଉଛନ୍ତି, ତାହେଲେ ଆପଣମାନେ ଏସବୁ ଜାଣିନେବା ନିହାତି ଦରକାର। ତାପରେ ଦେଖନ୍ତୁ, ଆପଣଙ୍କର ଲାଇସେନ୍ସଟିକୁ ସସ୍ପେଣ୍ଡ କରିଦିଆଯାଇଛି ଅର୍ଥାତ୍ ରଦ୍ଦ କରିଦିଆଯାଇଛି ଯଦି ଆପଣ
ଗାଡ଼ି ଚଲାନ୍ତି ତାହେଲେ ଆପଣମାନେ 10,000 ଟଙ୍କା ଜରିମାନା ଦେବେ। ତାପରେ ଦେଖନ୍ତୁ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସର ଅବଧି ଶେଷ ହୋଇଯାଇଛି। ଯଦି ଆପଣମାନେ ଗାଡ଼ି ଚଲାଉଛନ୍ତି ଚେକିଂ ସମୟରେ ଧରା ପଡ଼ୁଛନ୍ତି ତାହେଲେ ଆପଣମାନେ 15,000 ଟଙ୍କା ଜରିମାନା ଗଣିବେ। ଆପଣ ଗାଡ଼ି ଚଲାଇବା ପୂର୍ବରୁ ଏସବୁ ପ୍ରତି ଆପଣ ଧ୍ୟାନ ଦେବେ। ଆପଣ ଚେକିଂ ସମୟରେ ଆପଣମାନଙ୍କର ଡକୁମେଣ୍ଟସ୍ ଗୁଡ଼ିକ ଆପଣ ଡିଜିଲକର, ଏମ୍ ପରିବହନ ଏଇଭଳି ଆପ୍ରେ ଆପଣ ଅପଲୋଡ଼ କରି ରଖିବେ। ଚେକିଂ ସମୟରେ ଆପଣମାନଙ୍କୁ ଦେଖିବା ପାଇଁ ଡକୁମେଣ୍ଟସ୍ ଗୁଡ଼ିକ ସହଜ ହେବ। ପୂର୍ବରୁ ଡକୁମେଣ୍ଟସ୍ ଗୁଡ଼ିକ ଆପଣମାନଙ୍କର ଫିଜିକାଲି ଭାବେ ଚେକ୍ କରାଯାଉଥିଲା। ଏବେ ଡିଜିଟାଲ ଡକୁମେଣ୍ଟସ୍ ଗୁଡ଼ିକ ଆପଣ ଦେଖାଇ ପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କୁ ଯିଏ ବି ଗାଡ଼ି ଚଲାଇବା ପାଇଁ ମାଗୁଛି ଆପଣ ସର୍ବପ୍ରଥମେ ତା'ର ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ ଚେକ୍ କରନ୍ତୁ। ତାପରେ ଆପଣ ଗାଡ଼ି ଦିଅନ୍ତୁ, ନଚେତ୍ ଆପଣ ହଇରାଣରେ ସମ୍ମୁଖୀନ ହେବେ। ମୋଟା ରକମର ଆପଣ ଫାଇନ୍ ମଧ୍ୟ ଗଣିବେ। ଦେଖନ୍ତୁ ସରକାରଙ୍କ ତରଫରୁ ଯେଉଁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଉଛି ସେଥିରୁ ଜଣାପଡ଼ିଯିବ ଆପଣଙ୍କ ପାଖରେ କେଉଁ କେଉଁ ଡକୁମେଣ୍ଟସ୍ ଅଛି, କେଉଁ କେଉଁ ଡକୁମେଣ୍ଟସ୍ ଆପଣଙ୍କ ପାଖରେ ନାହିଁ। ସେହି ଅନୁସାରେ ଆପଣମାନଙ୍କର ଫାଇନ୍ କଟିଯିବ। ଆପଣଙ୍କ ମୋବାଇଲକୁ କିଛି ସମୟ ପରେ ମେସେଜ୍ ମଧ୍ୟ ପଳାଇ ଆସିବ। 3 ନମ୍ବରରେ ରହିଛି ଆପଣଙ୍କ ଗାଡ଼ିର ଇନ୍ସୁରାନ୍ସ। ଯଦି ଆପଣମାନେ ଗାଡ଼ି ଚଲାଉଛନ୍ତି ଆପଣଙ୍କ ପାଖରେ ଇନ୍ସୁରାନ୍ସ ନାହିଁ, ଯଦି ଆପଣ ଇନ୍ସୁରାନ୍ସ କରିଛନ୍ତି ତା'ର ଭ୍ୟାଲିଡ଼ିଟି ମଧ୍ୟ ସମାପ୍ତ ହୋଇଯାଇଛି, ସେ କ୍ଷେତ୍ରରେ ଜରିମାନା ଆପଣମାନଙ୍କ ପାଇଁ କ'ଣ ରହିଛି? ଦେଖନ୍ତୁ କୌଣସି 4 ଚକିଆ ହେଉ କି 2 ଚକିଆ ଯାନ କିମ୍ବା ଅନ୍ୟ ଯାନ ପାଇଁ ବୀମା ଅତ୍ୟାବଶ୍ୟକ ରହିଛି। କେତେକ ସମୟରେ ବୀମା ସମାପ୍ତ ହୋଇଯାଏ ଏବଂ ଏହି ସର୍ତ୍ତ ଆପଣଙ୍କୁ ଟ୍ରାଫିକ୍ ଉଲ୍ଲଂଘନ ପାଇଁ ଦାୟୀ କରିପାରେ। ବୀମା ବିନା ଆପଣ ଗାଡ଼ି ଚଲାଇବେ ନାହିଁ। ଯଦି ଆପଣ ବୀମା ବିନା ଗାଡ଼ି ଚଲାଉଛନ୍ତି ଧରା ପଡ଼ନ୍ତି ତାହେଲେ ଆପଣମାନେ 2,000 ଟଙ୍କା ଜରିମାନା ଦେବେ। ତା ସହିତ 3 ମାସ ଜେଲ୍ ଦଣ୍ଡ ମଧ୍ୟ ଭୋଗିବେ। ତାପରେ ଦେଖନ୍ତୁ ଦ୍ୱିତୀୟ ଥର ଚେକିଂ ସମୟରେ ଯଦି ଆପଣ ପୁଣି ଥରେ ବୀମା ନଥାଇ ଗାଡ଼ି ଚଲାଉଥିବା ଧରା ପଡ଼ନ୍ତି ତେବେ ଜରିମାନା ପରିମାଣ ବୃଦ୍ଧି ପାଇଁ 4,000 ଟଙ୍କା ଆପଣମାନେ ଜରିମାନା ଦେବେ ଏବଂ 3 ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ଭୋଗିବେ। ତାପରେ ଦେଖନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଅର୍ଥାତ୍ POC। POCକୁ ନେଇ ଆପଣମାନେ ନ୍ୟୁଜ୍ରେ ମଧ୍ୟ ଶୁଣିଥିବେ। ଯଦି ଆପଣଙ୍କ ପାଖରେ ବୈଧ POC ନାହିଁ ତାହେଲେ ଆପଣମାନଙ୍କୁ ପେଟ୍ରୋଲ ମଧ୍ୟ ମିଳିବନି, ଯାହା ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି। ଦେଖନ୍ତୁ ଯଦି ଆପଣଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନାହିଁ କିମ୍ବା ଏହାର ଅବଧି ଶେଷ ହୋଇଯାଇଛି ତେବେ ମୋଟରଯାନ ଅଧିନିୟମ ଅନୁଯାୟୀ ଆପଣଙ୍କୁ 10,000 ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହା ସହିତ ଆପଣଙ୍କ ଗାଡ଼ିରେ ଡିଜେଲ ଏବଂ ପେଟ୍ରୋଲ ପକାଇ ପାରିବେନି, ଯାହା ସରକାରଙ୍କ ତରଫରୁ କଡ଼ାକଡ଼ି ନିର୍ଦ୍ଦେଶ ରହିଛି। ଇଏ ତ ସରକାରଙ୍କ ତରଫରୁ ରହିଛି। ଏହା ସହିତ ଏହା ମଧ୍ୟ ଜାଣି ରଖନ୍ତୁ ଜରିମାନା ସହିତ ଆପଣମାନେ 6 ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ଭୋଗିବେ। ଆହୁରି ମଧ୍ୟ ରହିଛି ଯଦି ଆପଣଙ୍କ ପାଖରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତାହେଲେ ଆପଣମାନଙ୍କର ଡ୍ରାଇଭିଂ ଲାଇସେନ୍ସଟିକୁ ମଧ୍ୟ 3 ମାସ ପର୍ଯ୍ୟନ୍ତ ସସ୍ପେଣ୍ଡ କରିଦିଆଯିବ। ଯେଉଁମାନଙ୍କ ପାଖରେ ନୂଆ ଗାଡ଼ି ରହିଛି ସେମାନେ ପଲ୍ୟୁସନ୍ ସାର୍ଟିଫିକେଟ୍ କେମିତି କ'ଣ କରିବେ? ଦେଖନ୍ତୁ ନୂଆ ଗାଡ଼ି କିଣିବା ଦିନଠାରୁ 1 ବର୍ଷ ପର୍ଯ୍ୟନ୍ତ POC ସାର୍ଟିଫିକେଟ୍ ଆବଶ୍ୟକ ହୁଏ ନାହିଁ। ଏହାପରେ ପ୍ରତି 6 ମାସ କିମ୍ବା 1 ବର୍ଷରେ ଅର୍ଥାତ୍ ଗାଡ଼ିର ପ୍ରକାର ଅନୁଯାୟୀ ଏହାକୁ ନବୀକରଣ କରିବାକୁ ପଡ଼ିଥାଏ। ଦେଖନ୍ତୁ ଯେଉଁମାନଙ୍କ ପାଖରେ ନୂଆ ଗାଡ଼ି ରହିଛି ସେମାନେ 6 ମାସ ପରେ ପଲ୍ୟୁସନ୍ ଚେକ୍ କରି ନେବେ। ଚେକ୍ କଲେ ଆପଣ ଜାଣିବାକୁ ପାଇବେ ଯେ ଆପଣମାନଙ୍କର ପଲ୍ୟୁସନ୍ ସାର୍ଟିଫିକେଟ୍ ହେବ କି ନାହିଁ। ଏହା ସହିତ ଆପଣମାନଙ୍କ ପାଇଁ ମଧ୍ୟ ଆଉ ଗୋଟେ ସୁବିଧା ରହିଛି ୱାନ୍ ଟାଇମ୍ ସେଟଲମେଣ୍ଟ 2025। ଯଦି ଆପଣଙ୍କର ପୂର୍ବରୁ କୌଣସି ପ୍ରଦୂଷଣ ସମ୍ବନ୍ଧୀୟ ଚାଲାଣ କଟିଛି ତେବେ ବର୍ତ୍ତମାନ ଓଡ଼ିଶା ସରକାରଙ୍କ OTS ଯୋଜନା ମାଧ୍ୟମରେ ଆପଣ 50% ରିହାତିରେ ଜରିମାନା ଭରିପାରିବେ। ଆପଣମାନଙ୍କର ଗାଡ଼ିର ଡକୁମେଣ୍ଟ ଗୁଡ଼ିକକୁ ଆପଣ ଡିଜିଲକର, ଏମ୍ ପରିବହନରେ ଆପଣ ଅପଲୋଡ଼ କରିକି ରଖନ୍ତୁ। ଚେକିଂ ସମୟରେ ଏହି ଡକୁମେଣ୍ଟ ଗୁଡ଼ିକକୁ ଆପଣ ଦେଖାଇ ପାରିବେ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖନ୍ତୁ, ଯଦି ଆପଣଙ୍କର ଗାଡ଼ି 20 ବର୍ଷ ହୋଇଯାଇଛି ତାହେଲେ ଆପଣ ଫିଟନେସ୍ ଚେକ୍ କରି ନିଅନ୍ତୁ RTO ଅଫିସ୍ ଯାଇ। ଦେଖନ୍ତୁ